ଆପଣ ସାଙ୍ଗେ ସାଙ୍ଗେ ଦୋସା କରିକି ଖାଇଛନ୍ତି? ତ ଦୋସା ହେଉ କି ଚକୁଳି ହେଉ, ଆମକୁ ଖାଇବାକୁ ହେଲେ ଆମକୁ ପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼ିଥାଏ। ଯେମିତିକି ବିରି ଚାଉଳକୁ ତ 4-5 ଘଣ୍ଟା ପୂର୍ବରୁ ବତୁରେଇକି ରଖିବାକୁ ପଡ଼ିଥାଏ। କିନ୍ତୁ ଏବେ ବହୁତ ଜଲ୍ଦି ହେଇଗଲାଣି ଯେ ସାଙ୍ଗେ ସାଙ୍ଗେ ଆମେ ଚାହିଁଲେ ଖାଇପାରିବା। ତ କେମିତି ଖାଇବା ସେଟା ଦେଖନ୍ତୁ। ତ ଅଧଘଣ୍ଟାଏ ପୂର୍ବରୁ ଆମେ ମସୁର ଡାଲିକି ବତୁରେଇକି ରଖିଥିବା। ତ ଗୋଟେ କପ୍ ମସୁର ଡାଲି, ଗୋଟେ କପ୍ ସୁଜି ଆଉ ଗୋଟେ ଟମାଟୋ ଆଉ ଲୁଣ, ଲଙ୍କାଗୁଣ୍ଡ, ତାକୁ ଆମେ ଭଲକି ଗ୍ରାଇଣ୍ଡିଙ୍ଗ କରିବା। ଟମାଟୋ, ସ୍ୱାଦ ଅନୁସାରେ ଲୁଣ, ତ କିଛି ଲଙ୍କାଗୁଣ୍ଡ, ତ ତାକୁ ଭଲକି ଗ୍ରାଇଣ୍ଡିଙ୍ଗ କରିବା। ବେଟରଟି ରେଡ଼ି ହେଇଛି। ଚାଲନ୍ତୁ ଏବେ ଦୋସା କେମିତି କରିବା। ଭଲ ତ ଲାଗୁଛି, ନଟ୍ ବ୍ୟାଡ୍, କିନ୍ତୁ ଦୋସା ନୁହଁ, ଚକୁଳିଠୁ ବେଷ୍ଟ ହେଇଛି, ବେଷ୍ଟ ଟେଷ୍ଟ ହେଇଛି ଆଉ କୁଡ଼କୁଡ଼ିଆ ବି ହେଇଛି। କିନ୍ତୁ ଦୋସା ଟାଇପ୍ର ହେଇନି ଆଉ, ଚକୁଳିଠୁ ଭଲ ଲାଗୁଛି।